ଆଜି ସବୁ ଉପରେ ଆମର ଡିସ୍କସନ ହେଇଥିଲା ଯେମିତି ରୋଡ ଏଣ୍ଡ ଲାଇଟ୍ ତ ସବୁବେଳେ ବିଏମସି କରେ ତା ଉପରେ ନିଶ୍ଚୟ ଡିସ୍କସନ ହେଇଥିଲା। ତା ସହିତ ବର୍ତ୍ତମାନ ଆମର ଯୋଉ ଫଣ୍ଡ ଡେଫିସିଏନ୍ସି ଅଛି ତା ଉପରେ ଆଉ ଟିକେ ପ୍ରାଞ୍ଜଳ ଭାବେ ଡିସ୍କସନ ହେଇଥିଲା। ତ କହିବା କଥା ହେଲା ଯେ ଅକ୍ଟୋବର ମାସ ପର୍ଯ୍ୟନ୍ତ ଭିତରେ ଯଦି ଆମକୁ 15 ମିଳିଯାଏ ଏବଂ ତା ସହିତ ଗଭର୍ଣ୍ଣମେଣ୍ଟ କିଛି ଫଣ୍ଡ ଯୋଗାନ୍ତି ତାହେଲେ ଆମେ ବ୍ରହ୍ମପୁରକୁ ନିଶ୍ଚୟ ମାନେ ବିକାଶ ନବାରେ ସୁବିଧା ହବ। କାହିଁକି ବିକାଶ କାର୍ଯ୍ୟକ୍ରମ କରିବାକୁ ହେଲେ ବ୍ରହ୍ମପୁରକୁ ସବୁ ପ୍ରକାର ସୁବିଧା ଯୋଗାଇବାକୁ ହେଲେ ନିଶ୍ଚୟ ଅର୍ଥର ମାନେ ଆବଶ୍ୟକତା ପଡେ। ଯେହେତୁ ବର୍ତ୍ତମାନ ସ୍ଥିତିରେ ଏମିତି ସ୍ଥିତି ଆମେ ଏବେ କେବେ ଦେଖିନଥିଲୁ। ଏଇ ବର୍ଷ ବହୁତ ସେ ପ୍ରକାର ନିଅଣ୍ଟିଆ ସ୍ଥିତି ଆମେ ସାମ୍ନା କରୁଛୁ। ଆମେ ତ 250 କରିଥିଲୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ମାତ୍ର 77 କରୋଡ ସେଇଟା ବି ନିଅଣ୍ଟିଆ ହିଁ ଅଛି। ତାକୁ କାହିଁକି ଆମେ ସେଟାକୁ ବି ଆମେ ଦେଇ ଦଉଛୁ ତା ବାଦ ଆଉଥରେ ଆମକୁ ନିଅଣ୍ଟିଆ ପଡିବ। ତ ଆମକୁ ନିହାତି ଭାବେ ଆମେ ଯାହା ପ୍ରପୋଜାଲ ଦେଇଥିଲୁ ସେ ପ୍ରପୋଜାଲକୁ ଆମକୁ ଯଦି ସରକାର ଯୋଗେଇ ଦେବେ ନିହାତି ଭାବେ ସୁବିଧା ହବ ଆମକୁ। ଆଉ ରହିଥିଲା ତା ଭିତରେ ଥିଲା ଆମର ପେନସନରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଆପଣ ମାନେ ଜାଣିଛନ୍ତି ବୁଢା ବୁଢୀ ମାନଙ୍କର ଯୋଉ ଭତ୍ତା ଅଛି ଆଉ ଭିନ୍ନକ୍ଷମ ମାନଙ୍କର ଭତ୍ତା ଅଛି, ବିଧବା ଭତ୍ତା ଅଛି, ଏ ସବୁ ଦାୟିତ୍ୱ ଆଇସିଆଇସି ବ୍ୟାଙ୍କ ନେଇଛନ୍ତି। କିନ୍ତୁ ଆଇସିଆଇସି ବ୍ୟାଙ୍କ ପୁଣି ଥରେ ସେ ପ୍ରକାର କାର୍ଯ୍ୟକ୍ରମ ଏତେ ଥର ୱାର୍ଣ୍ଣିଂ ଦେଲା ପରେ ବି ସେ କଥାକୁ ସମ୍ଭାଳୁ ନାହାନ୍ତି। ଯୋ ଦ୍ୱାରା ପ୍ରତି ୱାର୍ଡର ଲୋକମାନେ 4 ମାସ 5 ମାସ ପାଖାପାଖି ଭତ୍ତା ନ ପାଇକି ସେମାନେ ରହିଯାଉଛନ୍ତି, ଯାହାକି ବ୍ରହ୍ମପୁର ମହାନଗର ନିଗମକୁ ନିହାତି ଭାବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ହୋଲ୍ଡିଂ ଟିକସ କଥା ଯଦି ଆମେ କହିବା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କେସ୍ ସବଜୁଡିସ୍ ଯେହେତୁ ଅଛି ମୁଁ ଏଠି ମୋ ନିଜ ରାୟ ଦେବାଟା ବି ଉଚିତ ହବ ନାହିଁ। ଯାହା କୋର୍ଟଙ୍କର ଆଦେଶ ଆସିବ ଏବଂ ଯାହା ଆଦେଶ ଆସିଲା ପରେ ଆମ ମାନଙ୍କ ଭିତରେ ଗୋଟେ ଆଲୋଚନା ହବ ଏବଂ ସେଇ ଆଲୋଚନାର ଫଳାଫଳ ଅନୁଯାୟୀ ଆମେ ଜନତାଙ୍କୁ ଜଣେଇବୁ। ସାଧାରଣ ବୈଠକରେ ଆଜି ବହୁତ ଗୁଡା ଏଜେଣ୍ଡା ଉପରେ ଆଲୋଚନା ସ୍ଟାଣ୍ଡିଂ କମିଟି ତାପରେ ଡିଫରେଣ୍ଟ ପ୍ରୋଜେକ୍ଟ ସ୍ଟାଣ୍ଡିଂ କମିଟିରେ ପୁଟଅପ୍ କରାଯାଇଥିଲା ତା ଉପରେ ବି ଡିସ୍କସନ ହେଇଛି। अपार्ट फ्रॉम दैट ଆମର ଫାଇନାନ୍ସିଆଲ ସ୍ଟେଟସ୍ ଉପରେ ଆଲୋଚନା ହେଇଛି। ତାପରେ ଆମର ବିବିଧ ପ୍ରୋଜେକ୍ଟର କଣ କଣ ସ୍ଟେଟସ୍ ଅଛି ତା ଉପରେ ଆଲୋଚନା ହେଇଛି। ତାପରେ ନିଜ ନିଜ ୱାର୍ଡ ଆମର ରେସ୍ପେକ୍ଟିଭ କର୍ପୋରେଟ୍ ମାନେ ଅଛନ୍ତି ସେ ତାଙ୍କର ସମସ୍ୟା ରଖିବେ ଯୋଉ ତାଙ୍କର ଇସ୍ୟୁ ଅଛି ସେଟା ଆମ ସହିତ ଏଠି ଡିସ୍କସନ ବି ହେଲା। ବହୁତ ଭଲ meeting was conducted very smoothly. We are expecting कि ब्रह्मपुर कॉर्पोरेशन में जो काम है उसका स्पीड हुई है। होल्डिंग को सुनने की जेहेतु मैटर सब्जुडिस अच्छी होल्डिंग टैक्स गोटे केस कॉर्पोरेशन जो होती ता ऊपर टिप्पणी देकर आइबे ठीक होबा नहीं बट हम तरफ को हमें फाइट करू सकते पार्क गुड़िक नष्ट हो बीडीए तार दायित्व नहीं बीडीए तरफ हमें सिटी ब्यूटिफिकेशन एवं जो माने एनहांसमेंट जो अच्छे एसेट्स जो अपन चाहिए